মুখ্যমন্ত্রী মোহন মাঝি দেখাইলেন ধর্মেন্দ্র উচিত কি? ନାଇଁ ନାଇଁ ଦେଖେଇବା ଉଚିତ। ମୋହନ ବାବୁ ସେ ଅସହ୍ୟ। ତମେ ମୁଖ୍ୟମନ୍ତ୍ରୀ ତମେ କଣ ଭାବିଛ ଚିରଦିନ ମୁଖ୍ୟମନ୍ତ୍ରୀ ରହିବ? ତମେ ଟିକେ ଲାଫିଂ ଟିକେ ସ୍ନେହ ଦିଅ କଣ ସବୁ ନେଉଟାଇ ପାରିବ ତମେ? ଟିକେ ଦିନ ରହିଛ ଟିକେ ଯେମିତି ଧର୍ମେନ୍ଦ୍ର କାଲି ଆସି ମିଟ୍ କଲେ ନବୀନ ବାବୁ ଆସି କାଲି ଏ ଅବସ୍ଥାରେ ରାଉତରାଜି କେଶ ଓ ସେତିକି ପଚାରେ ଟିକେ ସ୍ନେହ ଦିଅ। ଆମେ ଟିକେ ସ୍ନେହର ଭିକାରୀ। ଯେତେ ନେତା ସେଠି କାଲି ଆମକୁ ବଡ ଭାଇ ହିସାବରେ ସ୍ନେହ ଦଉଥାନ୍ତି ମୁଁ ହସି ଦଉଥାଏ। ଆପଣ ଭାବୁଛନ୍ତି ସ୍ନେହ ଦିଅ। ଆଉ କାଲି ମୋହନ ମାଝୀ ଦେଖିଲି ମୁହଁଟା ଶୁଖେଇକିରି କାହିଁ ତମେ ଓଡିଶାର ମୁଖ୍ୟମନ୍ତ୍ରୀ ଶହ ମୁହଁରେ ରହିବ। ଆପଣ ଭାବୁଛନ୍ତି ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ହେଲେ ଟିକେ ଭଲ ଶାସନ ଚାଲିବ ଓଡିଶାରେ? ଶୁଣ ଭଲ ମନ୍ଦ ସେ ତ ହେଇଛନ୍ତି ଆଉ ଏ 1.5 ବର୍ଷ 2 ବର୍ଷ ହେଲାଣି ହବା ସେମିତି କଣ ଭଲ ଗୁଡାକ ହେଇ ପଡିଛି। ସେ କଣ ତମ ଭିତରୁ ଯେ ମୁଖ୍ୟମନ୍ତ୍ରୀ ହବ ସେମିତି ଚାଲିବ। ଚିଫ ସେକ୍ରେଟାରୀ ଫାଇଲ ଧରିବେ ଆଜ୍ଞା ଦସ୍ତଖତ ଦିଦି ଆଜ୍ଞା କାହାକୁ ମୁଁ କୋଉଠି ପୋଷ୍ଟିଂ କରିବି ସେ ଚେୟାର ସେଇଆ ମୁଖ୍ୟମନ୍ତ୍ରୀ ଚେୟାର ସେଇଆ। ବିଧାୟକଙ୍କୁ ଅଭିଭାଷଣ କରିଛନ୍ତି ଆଚରଣ ଉଚ୍ଚାରଣ ସେଇଟା ସେ ଠିକ କହିଛନ୍ତି। ବହୁତ ବିଧାୟକ ଆମେ ବି ମୁଁ ବି ଆଚରଣରେ ଟିକେ ଅବାକିଆ କହିଦଉଛୁ ବେଳେ ବେଳେ ଆମେ ଟିକେ ସୁଧାରିବା ଦରକାର। ସେଇଟା ଭଲ ହବ। ବଢିଆ କଥା କହିଛନ୍ତି ମହାମୟୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଚମତ୍କାର ଚମତ୍କାର ବହୁ ନିଜ ନିଜ ଏରିଆରେ ପରିବର୍ତ୍ତନ ଦେଖେଇବା ପାଇଁ ଏଇ ଯୋଉ କରିଛନ୍ତି। ହଁ ଭଲ କହିଛନ୍ତି। ତମେ ଯେତେ ସୋବର ହବ ରାଷ୍ଟ୍ରପତିଙ୍କ ଭଳିଆ ଯେତେ ସ୍ଲୋ ସରଳ ହବ ସେତେ ଉଚ୍ଚ କୋଟିରେ ହବ। ମୁଁ ତ ତାଙ୍କୁ ଅନୁସରଣ କରୁଛି। ମୁଁ ଯାହା ବେଳେ ବେଳେ ଟିକେ ୟାର ସବୁ କଣ ଭାଷା ମୋର ଗଳିଯାଏ ମୁଁ ଏବେ ଚିପି ଦେଲାଣି ନା ମୋ ଭଉଣୀ କହିଛି ମାନେ ମୁଁ ଚେକ୍ କରିଦେବି। କେବଳ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିନା ଆଉ ସମସ୍ତେ ଠିଆ ହଉଥିଲେ। ହଁ ଦୁଃଖଦାୟକ। କାହିଁକି ତା ସେ କାହିଁକା ମୁଖ୍ୟମନ୍ତ୍ରୀ ଟିକେ ହସ ନାହିଁ ଏ ସମସ୍ତେ ଧର୍ମେନ୍ଦ୍ର ଆଇଲେ ସମସ୍ତେ କୁଣ୍ଡେଇଲେ ମତେ କୁଣ୍ଡେଇଲେ ଶୁଣ ଭାଇ ନବୀନ ବାବୁ କୁଣ୍ଡେଇଲେ ସମସ୍ତେ ଗୋଟେ ଧର୍ମେନ୍ଦ୍ରକୁ ଶିଖିବା କଥା ନିହାତି ଖବର ମୋହନ ମାଝୀ ଯେ କେମିତି ଡିଲିଂ କରାଯିବ। ସେ ଯିଏ ଆଉଥାଏ ମନ୍ତ୍ରୀ କଟକ ବର୍ଦ୍ଧନ ସିଂ ତ ଆଇଲେ ମତେ କୁଣ୍ଡେଇଲେ ତାଙ୍କ ଅର୍ବାନ ମିନିଷ୍ଟର ଆଇଲେ କୁଣ୍ଡେଇଲେ ବାହାରେ ମନ୍ତ୍ରୀ ଆସିଲେ କୁଣ୍ଡେଇଲେ ଅନ୍ୟ ମନ୍ତ୍ରୀ ଆସି କୁଣ୍ଡଉଥାନ୍ତି କିନ୍ତୁ ଧର୍ମେନ୍ଦ୍ର ବି ଆସି ଭାଇ କୁଣ୍ଡେଇଲେ ମୋ ଭଳିଆ ଛୋଟ ଲୋକକୁ ଆଉ ନବୀନ ବାବୁ ତ ସମସ୍ତେ ସେଇଠି ମୁଁ ଦେଖିଲି ନବୀନ ମୁଖ୍ୟମନ୍ତ୍ରୀ ବୟସରେ ଟିକେ ମୁଖ୍ୟମନ୍ତ୍ରୀର ହସ ନାହିଁ ଟିକେ ମତେ ପଚାରିବା କି କଥା ବି ନାହିଁ ଏମିତି ହବା ତଳକୁ ଚାଲିଯିବା ଉଚିତ। ଆମର ବେଳେ ବେଳେ ବୟାନ ରଖୁଛନ୍ତି ସେଥିପାଇଁ ଏମିତି କଲେ କି ମୁଖ୍ୟମନ୍ତ୍ରୀ ଆପଣ ଯୋଉ ତାଙ୍କ ବିରୁଦ୍ଧରେ ବେଳେ ବେଳେ ବୟାନ ରଖୁଛନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀ ରାଗ ରଖୁଛନ୍ତି। ରାଗ ରଖିଲେ ତାଙ୍କ ଘରେ ରଖିବେ। 2 ବର୍ଷ ହେଲାଣି ଆଉ 2 ବର୍ଷ ତାଙ୍କ ଘରେ ରଖିଥାନ୍ତୁ ଫେର ହେବେ ତାର ମାନେ ଅଛି। ଏଭଳିଆ ଡିଲିଜ କଲେ କଣ ଆଉ ଜଗନ୍ନାଥ ତାଙ୍କୁ କରିବେ? ତେଣୁକରି ଆପଣ ଯେତେ ବଡ ଥାଅ ସ୍ନେହ ଦିଅ। ଏଡେ ବଡ ରାଷ୍ଟ୍ରପତି ମହୋଦୟା ସମସ୍ତଙ୍କ ସହିତ କାଲି ମିଟ୍ କରୁଥାନ୍ତି। ଏହା ହେଇକି